জয় জগন্নাথ, জয় লোকনাথ। দুর্লভ মনুষ্য শরীর নরক নিস্তারণ দ্বার, বড় ভাগা মানুষ তনু পাওয়া, সুর দুর্লভ সদ ଗ୍ରନ୍ଥ ହି ଗାवा। ଏହି ସୁଯୋଗକୁ ମନୁଷ୍ୟ ହାତଛଡ଼ା କରିବାକୁ କେବେ ଚାହେଁନି, କାହିଁକି ତାର ବିଶ୍ୱାସ ରହିଛି ଯେ ତୀର୍ଥରାଜ ଶ୍ରୀକ୍ଷେତ୍ର ଧାମ ମହୋଦଧି କୂଳରେ ନୀଳ ସୁନ୍ଦର ପର୍ବତ ଉପରେ ନୀଳ ବିଗ୍ରହ ସ୍ୱରୂପ ନୀଳମାଧବ ରୂପଧାରୀ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଭୁଙ୍କର କ୍ଷେତ୍ରରେ ଯଦି ମରଣ ହୋଇଯାଏ, ମୋକ୍ଷ ପ୍ରାପ୍ତି ହୋଇଯାଏ। ତୀର୍ଥକ୍ଷେତ୍ର ମଧ୍ୟରୁ ଶ୍ରୀକ୍ଷେତ୍ର ଶ୍ରେଷ୍ଠ ତୀର୍ଥକ୍ଷେତ୍ର। ତେଣୁ ମନୁଷ୍ୟ ଜନ୍ମ ଅନେକ ପୁଣ୍ୟ ତପ ହେବା ପରେ, ଅନେକ ପୁଞ୍ଜ ତପସ୍ୟାର ପୁଞ୍ଜ ଏକୀଭୂତ ହେବା ପରେ ଆମେ ପାଇଛେ ଏହି ମନୁଷ୍ୟ ଜନ୍ମ ନରକର ନିସ୍ତାରଣ ଦ୍ୱାରକୁ। ତେଣୁ ଦେବତାମାନେ ଯେଉଁ ମନୁଷ୍ୟ ଜନ୍ମ ପାଇବା ପାଇଁ ଶତ ଚେଷ୍ଟା କରିଥାନ୍ତି, ଅନେକ ତପସ୍ୟା କରିଥାନ୍ତି, ସେହି ପୁଣ୍ୟ ବଳରେ ଆମେ ଆଜି ମନୁଷ୍ୟ ଜନ୍ମ ପାଇଛେ। ତେଣୁ ମନୁଷ୍ୟ ଜନ୍ମର ସାର୍ଥକତା ଯଦି ଗୋବିନ୍ଦେ କରେ ଭାବ। କାରଣ ତୀର୍ଥରାଜ ଶ୍ରୀକ୍ଷେତ୍ର ସର୍ବେଷାଂ ଚୈବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରକୁ ମର୍ତ୍ତ୍ୟ ବୈକୁଣ୍ଠ ଭାବରେ କୁହାଯାଇଛନ୍ତି। ବ୍ରହ୍ମପୁରାଣରେ ମଧ୍ୟ କୁହାଯାନ୍ତି, ଦଶ ଯୋଜନ ବିସ୍ତୀର୍ଣ୍ଣଂ ପଞ୍ଚ ଯୋଜନାୟତଂ ନାନାଶ୍ଚର୍ଯ୍ୟ ସମାୟୁକ୍ତଂ କ୍ଷେତ୍ରଂ ପରମ ଦୁର୍ଲଭଂ। ଏହି ପରମ ଦୁର୍ଲଭ କ୍ଷେତ୍ରରେ ପ୍ରାଣ ତ୍ୟାଗ କଲେ ନିଶ୍ଚିତ ମୁକ୍ତିପ୍ରାପ୍ତିର ସୂଚନା ରହିଛନ୍ତି। ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତି ଶ୍ରୀ ପୁରୁଷୋତ୍ତମେ। ଏହି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ବିସ୍ତୀର୍ଣ୍ଣତା 10 ଯୋଜନ, ଆୟତନ ମଧ୍ୟ 5 କୋଶ। ଏହାର ପୂର୍ବ ଦକ୍ଷିଣ ଦିଗକୁ ମହୋଦଧି ବଙ୍ଗୋପସାଗର ଘେରି ରହିଛନ୍ତି। ପଶ୍ଚିମ ଦିଗରେ ମଙ୍ଗଳା ନଦୀ, ଉତ୍ତରରେ ରହିଛନ୍ତି ମିଚିଆଣୀ ନଦୀ। ଏହି ମଧ୍ୟସ୍ଥ ଅଞ୍ଚଳକୁ ଆମେ କହିଥାଉ ଶ୍ରୀକ୍ଷେତ୍ର। ଏହି କ୍ଷେତ୍ରସ୍ଥ ଜଳ ସ୍ଥଳ ଅନ୍ତରିକ୍ଷରେ ବାସ କରୁଥିବା ସମସ୍ତ ପ୍ରାଣୀ ମୃତ୍ୟୁ ପରେ ମୁକ୍ତି ପାଇ ବୈକୁଣ୍ଠରେ ମଧ୍ୟ ବାସ କରନ୍ତି। ସିନ୍ଧୁ ରାଜସ୍ୟ ସଲ୍ଲୀଳାଦ୍ ଯାବନ୍ତୁ ବଟସ୍ୟ ବୈ କୀଟ ପକ୍ଷୀ ମନୁଷ୍ୟାଣାଂ ମରଣଂ ମୁକ୍ତି ଦୋମତଃ। ମାନେ କ୍ଷେତ୍ର ମହାତ୍ମ୍ୟରେ ଏ କଥା ରହିଛନ୍ତି। ଆମର ମଧ୍ୟ ବିଶ୍ୱାସ ଅଛି, ରଥେଷୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ଲଭ୍ୟତେ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ରଥ ଉପରେ ବାମନ ରୂପରେ ଦର୍ଶନ କରିଦେଲେ ଆଉ ପୁନର୍ଜନ୍ମ ହୋଇନଥାଏ। ଏହି ରଥଯାତ୍ରା 9 ଦିନ ଭିତରେ ଯଦି ମୃତ୍ୟୁ ବି ହୁଏ, ତାହା ତେବେ ମଧ୍ୟ ସ୍ୱର୍ଗ ପ୍ରାପ୍ତି ହେବାର ଶାସ୍ତ୍ରର ପୁରାଣ ରହିଛନ୍ତି। ଆମର ବିଶ୍ୱାସ ମଧ୍ୟ ରହିଛି। ଆମ ବିଶ୍ୱାସରେ ଜଗନ୍ନାଥ, ଆମ ନିଶ୍ୱାସରେ ଜଗନ୍ନାଥ, ଅତ୍ର ତତ୍ର ସର୍ବତ୍ର ବିରାଜମାନ କରିଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଶ୍ରୀକ୍ଷେତ୍ରରେ ନିଦ୍ରା ଗଲେ ମଧ୍ୟ ଦଣ୍ଡ ପ୍ରମାଣର ଫଳ ମିଳିଥାଏ। ନିଜ ବଂଶର ସମସ୍ତ ବଂଶଧର ଜନ୍ମ ମୃତ୍ୟୁ ଚକ୍ରରୁ ମଧ୍ୟ ମୁକ୍ତି ପାଇଥାନ୍ତି। ସେଥିପାଇଁ କବି ଦୀନକୃଷ୍ଣ ଦାସ ପୁରୀ ଧାମରେ ବାସ କରିବାକୁ ଇଚ୍ଛା ମଧ୍ୟ ପ୍ରକାଶ କରିଥିଲେ। କିନ୍ତୁ ଇଚ୍ଛା ପୂରଣ ନ ହେବାରୁ ଅତ୍ୟନ୍ତ ଦୁଃଖର ସହିତ ସେ କହିଥିଲେ, କରିଥିଲା ଶ୍ରୀକ୍ଷେତ୍ରେ ନିବାସ କରିବାକୁ ଦିନ କୃଷ୍ଣ ପଣ୍ଡିତ ଗୋପବନ୍ଧୁ ମଧ୍ୟ ଏହି
ଆଶା ପୋଷଣ କରିଛନ୍ତି। ସମସ୍ତେ ଇଚ୍ଛା କରନ୍ତି ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କର ସାନ୍ନିଧ୍ୟତା ଲାଭ କରିବା ପାଇଁ। ଆଜି ସେହି ପବିତ୍ର ରଥଯାତ୍ରାର ଉପଲକ୍ଷେ ଆଜି ସମସ୍ତେ ଭକ୍ତମାନେ ଏକୀଭୂତ ହୋଇଛନ୍ତି। ଜଗନ୍ନାଥଙ୍କୁ ନୟନ ପୁରାଇ ଦର୍ଶନ କରିବେ ଏବଂ ତାଙ୍କର ରଥର ଦଉଡ଼ିକି ଟିକେ ସ୍ପର୍ଶ କରିବେ। ନୀଳଚକ୍ର ତଳେ କି କରିବ ବାସ, କେ ଦେଖିବ ନୀଳାଚଳେ ନିତ୍ୟ ରାସ। ବୋଲି ହରି ହରି ସେ ପ୍ରେମ ଭିକାରୀ, ପରାଣ ପୁଲକତେ ଯିବେ ନିଶ୍ୱାସେ। ଶ୍ରୀକ୍ଷେତ୍ରରେ ଯମଙ୍କର ଭୟ ଦୂର ହୋଇଯାଏ, ଅର୍ଥାତ୍ ମୁଖ୍ୟ ପ୍ରାପ୍ତି ମଧ୍ୟ ହୋଇଯାଏ। ଶ୍ରୀକ୍ଷେତ୍ର ଧାମର ଶ୍ମଶାନକୁ ସ୍ୱର୍ଗଦ୍ୱାର କୁହାଯାଇଥାଏ। ବିଶ୍ୱାସ ରହିଛି ସ୍ୱର୍ଗଦ୍ୱାରରେ ଯଦି ଶବ ଦାହ ହୁଏ ତେବେ ପ୍ରାଣୀ ଅଚିରେ ମୁକ୍ତି ଲାଭ କରିଥାଏ। ପୁରାଣ ହେଉ କି କିମ୍ବଦନ୍ତୀ ହେଉ, ଇନ୍ଦ୍ରଦ୍ୟୁମ୍ନଙ୍କର ଅନୁରୋଧକୁ ରକ୍ଷା କରି ପରମ ପିତା ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କର୍ମ ସମ୍ପାଦନ କରିବା ପାଇଁ ଶ୍ରୀକ୍ଷେତ୍ର ଧାମର ମହୋଦଧି ତଟସ୍ଥ ଏକ ସ୍ଥାନରେ ଧରାବତରଣ କରିଥିଲେ। ସେହି ସ୍ଥାନ ହିଁ ଆଜି ସ୍ୱର୍ଗଦ୍ୱାର ନାମରେ ପ୍ରସିଦ୍ଧ ହୋଇଛି। ସେହି ଶବଦାହ ସମୟରେ ସେହି ବାଟ ଦେଇ ପ୍ରାଣୀର ଆତ୍ମା ସ୍ୱର୍ଗ ପ୍ରାପ୍ତି ହୋଇଥାଏ ବୋଲି ଏବେ ମଧ୍ୟ ବିଶ୍ୱାସ ରହିଛି। ଏବଂ ପୌରାଣିକ ବର୍ଣ୍ଣନାରେ, ଲୋକକଥା, କିମ୍ବଦନ୍ତୀରେ ଧର୍ମ ବିଶ୍ୱାସ ଶ୍ରୀକ୍ଷେତ୍ରରେ ମୃତ୍ୟୁ କାମନାକୁ ମଣିଷ ମନ ଭିତରେ ଉଜ୍ଜୀବିତ କରି ରଖିଥାଏ। ଆକସ୍ମିକ ହେଉ, ସ୍ୱାଭାବିକ ହେଉ, ଦୁର୍ଘଟଣାବଶତଃ ହେଉ, କେବଳ ଶ୍ରୀକ୍ଷେତ୍ରରେ ହିଁ ମୃତ୍ୟୁ ହେଉ, ଏହା ସମସ୍ତେ ଇଚ୍ଛା କରିଥାନ୍ତି। ତେବେ ଏହି ଶ୍ରୀକ୍ଷେତ୍ର ବଡ଼ ଦେଉଳ କାହାର? ଆଜି ଏହି ବିଷୟରେ କହିବା ପାଇଁ ଆଜି ସୁନ୍ଦର ସୁଯୋଗ ମିଳିଛି। ହାତଛଡ଼ା କରିବା କାହିଁକି? କାହାଣୀ ହେଉ କିମ୍ବଦନ୍ତୀ ହେଉ, ଜଣାଯାଏ ବଡ଼ ଦେଉଳ ଶ୍ରୀମନ୍ଦିରର ଆଦି ନିର୍ମାତା ହେଉଛନ୍ତି କିଏ ଜାଣନ୍ତି? ସିଏ ହେଉଛନ୍ତି ମହାରାଜା ଇନ୍ଦ୍ରଦ୍ୟୁମ୍ନ। ଏହି କାହାଣୀ ସ୍କନ୍ଦ ପୁରାଣ ସହିତ ଅତି ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। କବି କୃଷ୍ଣଦାସଙ୍କର ରଚିତ ଦେଉଳତୋଳା କ୍ଷୁଦ୍ର ପୁସ୍ତକରେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ନିର୍ମିତ ଆଦି ବଡ଼ ଦେଉଳ କାଳକ୍ରମରେ ଜୀର୍ଣ୍ଣ ହୋଇଯାଇଛି। ବହୁବାର ବହୁ ନରପତିଙ୍କ ଦ୍ୱାରା ପୁନଃ ନିର୍ମିତ ହୋଇଛି, ଜୀର୍ଣ୍ଣ ସଂସ୍କାର ହୋଇଛି। ବର୍ତ୍ତମାନର ଦୃଶ୍ୟମାନ ବଡ଼ ଦେଉଳର ନିର୍ମାତା ଶ୍ରୀ ଅନଙ୍ଗ ଭୀମ ଦେବ ବୋଲି ଐତିହାସିକ ପ୍ରମାଣ ମିଳେ। ଉତ୍କଳମଣି ଧର୍ମପଦ କାବ୍ୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଶେଷେ ସେ ଦେଉଳ ତୋଳାଇଲେ ପୁଣି ଶ୍ରୀ ଅନଙ୍ଗ ଭୀମରାଏ, ଉତ୍କଳେ ଅକ୍ଷୟ କୀର୍ତ୍ତି ସ୍ତମ୍ଭ ପ୍ରାଏ, ଶୋଭେ ଜାହାଜି ଯାଏ। ସେହି ପୁରାଣ କଥା ମହାରାଜା ଇନ୍ଦ୍ରଦ୍ୟୁମ୍ନ ବଡ଼ ଦେଉଳ ନିର୍ମାଣ କଲା ପରେ ଏହାର ପ୍ରତିଷ୍ଠା ପାଇଁ ବ୍ରହ୍ମାଙ୍କୁ ଆମନ୍ତ୍ରଣ ପାଇଁ ବ୍ରହ୍ମଲୋକ ଚାଲିଗଲେ। ବ୍ରହ୍ମଲୋକରେ ପହଞ୍ଚିଲେ, ସେଠାରେ ଦେଖିଲେ ବ୍ରହ୍ମା ତର୍ପଣ କରୁଛନ୍ତି। ତେଣୁ ସେ ଟିକିଏ ଅପେକ୍ଷା କରି ବସିଲେ। ବ୍ରହ୍ମାଙ୍କର ତର୍ପଣ ସରିଗଲା। ତାଙ୍କୁ ସାଥିରେ ମର୍ତ୍ତ୍ୟପୁରକୁ ଘେନି ଆସିଥିଲେ। ବ୍ରହ୍ମଲୋକରେ ରାଜା ଇନ୍ଦ୍ରଦ୍ୟୁମ୍ନ ଅପେକ୍ଷା କରିଥିବା ସେହି ଅଳ୍ପ କେତୋଟି ମୁହୂର୍ତ୍ତ ମଧ୍ୟରେ ମର୍ତ୍ତ୍ୟରେ ଶହ ଶହ ବର୍ଷ ବିତି ଯାଇଥିଲା। ଇନ୍ଦ୍ରଦ୍ୟୁମ୍ନଙ୍କର ନିର୍ମିତ ସେ ମନ୍ଦିରଟି ବାଲିରେ ପୋତି ହୋଇ ପଡ଼ିଥିଲା। ବହୁକାଳ ପରେ ଉତ୍କଳ ନରପତି ଗାଲ ମାଧବ ସେହି ବାଟ ଦେଇ ଘୋଡ଼ା ଝଟେଇ ଯାଉଥିଲେ। ରାଜାଙ୍କ ଘୋଡ଼ାର ଟାପୁ ସେ ପୋତା ମନ୍ଦିର ଚୂଡ଼ାରେ ବାଜିଯିବାରୁ ଘୋଡ଼ାଟି ବାଲିରେ ପଡ଼ିଗଲା। ଘୋଡ଼ାକୁ ଓଲଟାଇ ପଡ଼ି ବାଲି ଆଡ଼େଇ ରାଜା ଦେଖିଲେ ଏକ ବିଶାଳ ମନ୍ଦିରର ଚୂଡ଼ା। ସେ ନିଜର ସୈନ୍ୟ ସାମନ୍ତ ଲଗାଇଲେ, ବାଲି ଖୋଳିବାକୁ ଲାଗିଲେ ଏବଂ ଖୋଳିବାରୁ ଦୃଶ୍ୟମାନ ହେଲା ଗୋଟିଏ ସୁଦୃଶ୍ୟ ବିଶାଳ ମନ୍ଦିର। ଗାଲମାଧବ ମନ୍ଦିରକୁ ଉଦ୍ଧାର ମାତ୍ର କରି ଦାବି କଲେ ମୁଁ ଏହାର ନିର୍ମାଣ କରିଛି ବୋଲି। ଏପଟେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ବ୍ରହ୍ମଲୋକରୁ ଧରି ଆସି ମନ୍ଦିର ପ୍ରତିଷ୍ଠା ନିମନ୍ତେ ପହଞ୍ଚିଗଲେ। କିନ୍ତୁ ଏ କ'ଣ?
ଗାଲମାଧବ ମନ୍ଦିର ଉପରେ ନିଜର ଅଧିକାର ସାବ୍ୟସ୍ତ କଲେ। ଦୁହିଁଙ୍କ ମଧ୍ୟରେ କନ୍ଦଳ ଲାଗିଲା ମନ୍ଦିର ନିର୍ମାତାଙ୍କୁ ନେଇ। ଏ ମନ୍ଦିର ହେଉଛି ମୋର, ଏ ମନ୍ଦିର ହେଉଛି ମୋର। ଗାଲମାଧବ ଇନ୍ଦ୍ରଦ୍ୟୁମ୍ନ ମଧ୍ୟରେ ଲାଗିଲା ବାକ୍ଯୁକ୍ତି। କ୍ରମେ ବିବାଦ ତୀବ୍ରତର ହେବାକୁ ଲାଗିଲା। ବ୍ରହ୍ମା ମଧ୍ୟସ୍ଥତା କରି କହିଲେ, ହେ ରାଜାମାନେ, ତୁମେ ଏ ମନ୍ଦିର ତୋଳାଇଛ, ଏହାର ପ୍ରମାଣ ସ୍ୱରୂପ କେହି ସାକ୍ଷୀ ଅଛନ୍ତି କି? ଗାଲମାଧବ ତ ଗାଲୁ ହିଁ ମାରୁଥିଲେ, ସେ ସାକ୍ଷୀ କେଉଁଠୁ ଆଣିବେ? ତେଣୁ ବାଧ୍ୟ ହୋଇ ସେ ଚୁପଚାପ ରହିଲେ। ଏହା ଭିତରେ ଯେ ଅନେକ ସମୟ ବିତି ଯାଇଛି, ମହାରାଜା ଇନ୍ଦ୍ରଦ୍ୟୁମ୍ନ ସାକ୍ଷୀ କେଉଁଠୁ ଆଣିବେ? ସେ ଏହା ମଧ୍ୟ ଚିନ୍ତା କରୁଛନ୍ତି। ତାଙ୍କର ନଜର ପଡ଼ିଲା ନିକଟ କଳ୍ପବଟ ପରେ ବସି ରହିଥିବା କଳ୍ପଜୀବୀ ଭୂଷଣ୍ଡ କାକଙ୍କ ଉପରେ। ତତ୍କ୍ଷଣାତ୍ ସେ ବ୍ରହ୍ମାକୁ କହିଲେ, ଏହି କାକ ହିଁ ମୋର ସାକ୍ଷୀ। ଇନ୍ଦ୍ରଦ୍ୟୁମ୍ନ ବୋଇଲା, ମୋର ସାକ୍ଷୀ ଅଛି, କଳ୍ପବଟରେ ଯେଉଁ କାକ ବସିଅଛି। ତେଣୁ ସମସ୍ତେ ଯାଇ ଭୂଷଣ୍ଡ କାକଙ୍କ ନିକଟରେ ପହଞ୍ଚିଗଲେ। ସେତେବେଳେ ଭୂଷଣ୍ଡ କାକ ଊର୍ଦ୍ଧ୍ୱରେତା ହୋଇ ବ୍ରହ୍ମ ସାଧନ ଲିପ୍ତ ଥାନ୍ତି। ସେ ଆଉ ବ୍ରହ୍ମାଙ୍କ କଥାକୁ କାନ ଦେଉନଥାନ୍ତି। ବ୍ରହ୍ମା ବ୍ୟସ୍ତ ବିବ୍ରତ ହୋଇ ଭୂଷଣ୍ଡ କାକଙ୍କୁ କଟୁ ଧିକ୍କାର କରି କହିଲେ, ରେ ଛାର କାକ ପକ୍ଷୀ, ଛାର ପକ୍ଷୀଟିଏ ହୋଇ ତୁମେ ମୋ କଥାକୁ କର୍ଣ୍ଣପାତ କରୁନାହଁ। ମୁଁ କିଏ ତୁମେ ଜାଣ? ମୁଁ ହେଉଛି ସ୍ୱୟଂ ବେଦପତି ଚତୁରାନନ ବ୍ରହ୍ମା। ବାୟସ ରାଜାଙ୍କର ଧ୍ୟାନ ଭଗ୍ନ ହେଲା। ସେ ବ୍ରହ୍ମାଙ୍କର ବାକ୍ୟକୁ ଶୁଣିବାକୁ ପାଇଲେ ଏବଂ କହିଲେ, ଆମ୍ଭେ ତୁମ୍ଭେ କେଉଁ ବ୍ରହ୍ମା ହୋ? ମୁଁ ପରା ଏଠି କୋଟି କୋଟି ବ୍ରହ୍ମାଙ୍କୁ ଦେଖି ସାରିଲିଣି। ଜଣେ ସହସ୍ରମୁଖ ବ୍ରହ୍ମା ଥିଲା, ତାହାର ତ ମୋ ଦେଖିବାରେ ମାତ୍ର 5ଟା ଦିନ ମଧ୍ୟରେ ମୃତ୍ୟୁ ହୋଇଛି। ତୁ ତ ଚତୁର୍ମୁଖ ବ୍ରହ୍ମା, କାଲି ମାତ୍ର ବିଷ୍ଣୁଙ୍କର ନାଭି କମଳରୁ ଜନ୍ମ ହୋଇଛୁ। ମୁଁ ପରା ରାମ ନାମ ଜପ କରି ଏଇ ବଟମୂଳେ କୋଟି କୋଟି ବ୍ରହ୍ମାଙ୍କୁ ଦେଖି ସାରିଲିଣି। କୋଟି କୋଟି ବ୍ରହ୍ମା ଏହି ବଟ ତଳେ ଯାଇ, ରାମ ନାମ ଧରି ଏକା ରହିଅଛି ମୁଇଁ। ଭୂଷଣ୍ଡ କାକଙ୍କ ଠାରୁ ଏହିପରି କଥା ଶୁଣି ବେଦବର ବ୍ରହ୍ମାଙ୍କର ମୋହଭଙ୍ଗ ହେଲା। ସେ ଜାଣିପାରିଲେ ଏଇ କାକ ସାମାନ୍ୟ ନୁହନ୍ତି, ଏକ ପକ୍ଷୀ ବି ନୁହନ୍ତି, ଏ ହେଉଛନ୍ତି କଳ୍ପଜୀବୀ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ଭୂଷଣ୍ଡ କାକ। ସେ ଅନୁନୟ ହେଲେ, ତାଙ୍କୁ ପ୍ରଶ୍ନ କରିଲେ। ପ୍ରଶ୍ନ କରିବା ପରେ ଭୂଷଣ୍ଡ କାକ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କର ଏଇ ବିଶାଳ କୀର୍ତ୍ତି ବୋଲି କହିଲେ। ରାଜା ଗାଲମାଧବ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମଧ୍ୟରେ ବିବାଦର ପରିସମାପ୍ତି ଘଟିଲା। ବେଦପତି ବ୍ରହ୍ମା ନୀଳାଚଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରି ବ୍ରହ୍ମଲୋକକୁ ପ୍ରସ୍ଥାନ କଲେ। ଦେଉଳତୋଳା ପୁସ୍ତକରେ ଏଇ ଭୂଷଣ୍ଡ କାକ କ'ଣ କହିଛନ୍ତି ଜାଣନ୍ତି? ବୋଇଲା ଭୂଷଣ୍ଡ କାକ ବ୍ରହ୍ମାଙ୍କୁ ଅନାଇ, ଦେଉଳ ଇନ୍ଦ୍ରଦ୍ୟୁମ୍ନ ଯାଇଛି ତୋଳାଇ। ନୀଳାଚଳରେ ଶ୍ରୀମନ୍ଦିରର ପ୍ରତିଷ୍ଠା ହୋଇଗଲା। ମହାରାଜା ଇନ୍ଦ୍ରଦ୍ୟୁମ୍ନ ଚତୁର୍ଥ ଦାରୁ ବିଗ୍ରହଙ୍କୁ ରତ୍ନ ସିଂହାସନରେ ଆରୂଢ଼ କରାଇ ନିଜକୁ କୃତକୃତ୍ୟ ମନେ କଲେ। ମହାପ୍ରଭୁ ଅତ୍ୟନ୍ତ ପ୍ରୀତ ହୋଇ କହିଲେ, ହେ ଭକ୍ତରାଜ, ତୁମେ ନୀଳାଚଳରେ ଆମକୁ ପ୍ରତିଷ୍ଠା କରାଇ ଯୁଗ ଯୁଗ ପାଇଁ ଅକ୍ଷୟ କୀର୍ତ୍ତି ସ୍ଥାପନ କରିଗଲ। ତୁମେ କି ବର ମାଗୁଛ ମାଗ। ଭକ୍ତ ପ୍ରବର ମହାରାଜ ଇନ୍ଦ୍ରଦ୍ୟୁମ୍ନ କରପତ୍ର ଯୋଡ଼ି କହୁଛନ୍ତି, ତୁମ୍ଭେ ଯେବେ ବର ଦେବ ମାଗୁଅଛି ମୁହିଁ, ମୋହର ବଂଶରେ କେହି ନଥିବେ ଗୋସାଇଁ। ପୁତ୍ର ନାତି ବୋଲିବେ ଯେ ଦେଉଳ ଆମ୍ଭର, ଆମ୍ଭର ବୋଲନ୍ତେ ଧର୍ମ ନାଶ ଜୀବ ମୋର। ଶ୍ରୀମନ୍ଦିର ନିର୍ମାଣର ସାକ୍ଷୀ ଭୂଷଣ୍ଡ କାକ ଏକଦା ଧ୍ୟାନରେ
କଳ୍ପବଟ ଉପରେ ମହାପ୍ରଭୁଙ୍କ ଉପରେ ଚିତ୍ତକୁ ନିବେଶ କରି ସୁଷୁପ୍ତି ଅବସ୍ଥାରେ ବସିଥାନ୍ତି। ଅସାବଧାନତା ବଶତଃ ପବିତ୍ର ରୋହିଣୀ କୁଣ୍ଡରେ ସେ ପତିତ ହେବାରୁ ଚତୁର୍ଭୁଜ ରୂପ ଧାରଣ କରି ବିଷ୍ଣୁଲୋକ ଗମନ କଲେ। ଏବେ ଶ୍ରୀମନ୍ଦିର ଭିତର ବେଢ଼ା ମା ବିମଳାଙ୍କ ମନ୍ଦିର ସାମ୍ନାରେ ଅବସ୍ଥିତ ଅଛନ୍ତି। ରୋହିଣୀ କୁଣ୍ଡଠାରେ ଭୂଷଣ୍ଡ କାକଙ୍କର ଦର୍ଶନ ମିଳିଥାଏ। ଭୂଷଣ୍ଡ କାକଙ୍କ ଦର୍ଶନ ବିଷୟରେ ଭକ୍ତ ସାଲବେଗ ମଧ୍ୟ କହିଛନ୍ତି। ରୋହିଣୀ ପାଦୁକା କୁଣ୍ଡରଜ ସିଂହ ମାଡ଼ି ବସି ଅଛି ଗଜ ସତେ କିଏ ନେତ୍ର ସୁଫଳ ହୋଇବ କାକ ପଡ଼ି ହେଲା ଚତୁର୍ଭୁଜ। ସନ୍ଥ ତୁଳସୀଦାସ ମଧ୍ୟ ଶ୍ରୀରାମଚରିତ ମାନସରେ କାକଭୂଷଣ୍ଡୀଙ୍କର ବିଷୟରେ ସୁନ୍ଦର ବିସ୍ତୃତ ବର୍ଣ୍ଣନା ମଧ୍ୟ କରିଛନ୍ତି। କାକଭୂଷଣ୍ଡୀ ଭୂଷଣ୍ଡ ରାମାୟଣ ବୋଲି ରାମାୟଣ ରଚନା କରିଥିବା ମଧ୍ୟ କଥିତ ଅଛନ୍ତି। ଶ୍ରୀରାମଚରିତ ମାନସରେ ସନ୍ଥ ତୁଳସୀଦାସ ମଧ୍ୟ କହିଛନ୍ତି, ହେ ଉମା, ମୁଁ ତୁମକୁ ସେହି ଅତୀବ ସୁନ୍ଦର ମନୋମୟ ଶ୍ରୀରାମ କଥା ଶୁଣାଇମି ଯାହା କାକଭୂଷଣ୍ଡୀ ଗରୁଡ଼ଙ୍କୁ ଶୁଣାଇଥିଲେ। ଉମା କହିଉ ସବ କଥା ସୁହାଇ ଯୋ ଭୂଷଣ୍ଡୀ ଖଗପତି ସୁନାଇ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ। बोल श्यावर रामचंद्र भगवान की जय। बोल जगन्नाथ महाप्रभु की जय हो। जय जगन्नाथ। ଆଜି ପବିତ୍ର ଘୋଷଯାତ୍ରା, ରଥଯାତ୍ରା, ଦଶାବତାର କ୍ଷେତ୍ରଯାତ୍ରା ମଧ୍ୟରେ ଆଜି ଜଗନ୍ନାଥ ମହାପ୍ରଭୁଙ୍କର ବିଭିନ୍ନ ଟପିକକୁ ନେଇକି ଆମେ ନିଶ୍ଚିନ୍ତ ଭାବରେ ସୁନ୍ଦର ସୁନ୍ଦର ଆଲୋଚନା ରଖିବା। ଏବେ ବଡ଼ ଦେଉଳ କାହାର ତାହାକୁ ମଧ୍ୟ ଜାଣିଲେ ଆଗାମୀକୁ ଆମେ ଅପେକ୍ଷା କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।